ଶିରିଡି ସାଇବାବା ମନ୍ଦିରରେ କଳାକନା ବୁଲେଇଲେ ଚୋର। କେନ୍ଦୁଝର ଜିଲ୍ଲା ବଲାଣି ଥାନା ଶାନ୍ତିନଗର ନିକଟରେ ଥିବା ଶିରିଡି ସାଇବାବା ମନ୍ଦିରରୁ ବିଳମ୍ବିତ ରାତ୍ରିରେ କେହି ଦୁର୍ବୃତ୍ତ ତାଲା ଭାଙ୍ଗି ଚୋରି କରିଥିବା ନେଇ ବଲାଣି ଥାନାରେ ଲିଖିତ ଆକାରରେ ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ଯେ ବିଳମ୍ବିତ ରାତ୍ରିରେ ମନ୍ଦିରରେ କେହି ରହୁନଥିବା ଜାଣି ସୁଯୋଗ ଦେଖି ମନ୍ଦିର ତାଲାକୁ ଭାଙ୍ଗି ସାଇବାବାଙ୍କ ପୂଜା ନିମନ୍ତେ ବ୍ୟବହୃତ କଂସା ବାସନ, ଧାନ ବାକ୍ସରେ ଥିବା ଟଙ୍କା ଏବଂ ଆସନ୍ତା 22 ତାରିଖରେ ପୂଜା ନିମନ୍ତେ ରଖାଯାଇଥିବା ନଗଦ 45,000 ଟଙ୍କା ଚୋରି କରି ନେଇଥିବା କହିଛନ୍ତି ସାଇବାବା ମନ୍ଦିରର ପୂଜକ। କିଛି ଦିନ ପୂର୍ବରୁ ମଧ୍ୟ ଏହି ମନ୍ଦିରରୁ ଚୋରି ହୋଇଥିଲା। ତେବେ ଶାନ୍ତିନଗର ଅଞ୍ଚଳରେ ଦିନକୁ ଦିନ ଚୋରି ସଂଖ୍ୟା ବଢ଼ି ଚାଲିଥିବା ବେଳେ ପୋଲିସର ଆଖି ଦୃଷ୍ଟିଆ ଭଳି ସମ୍ପୃକ୍ତ ଥିବା ଚୋରକୁ ଏଯାଏଁ ଧରା ଯାଇପାରିନଥିବା ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଛି। ପ୍ରାୟ ସମୟରେ ଚୋରି ହେଉଥିବାରୁ ଆଖପାଖ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି। ବ୍ୟୁରୋ ରିପୋର୍ଟ, ଜୁହାର ରିପୋର୍ଟର।